ଯଜ୍ଞ ରୂପରେ ବାନ୍ଧିକି ରଖିଛି ଯଜ୍ଞ କୁଣ୍ଡରେ ଆହୁତି ଦବ ଆଉ ଦେଇ ସାରିଲା ପରେ ଏ ବିଶ୍ୱ ତିନିପୁରର ଅଗ୍ର ପୂଜ୍ୟ ଦେବତା ଭାବରେ ସେ ପୂଜା ପାଇବ। ସେ ଯେଉଁ ତ୍ରିଶକ୍ତିକୁ ବାନ୍ଧିଛି ସେ ତ୍ରିଶକ୍ତି ଆଜ୍ଞା କିଏ? ସେ ତ୍ରିଶକ୍ତି କିଏ? ତାହେଲେ ପାଳିନି ସୃଜିନି ସଂହାରି ଶକ୍ତି ଭରେ କରୁ ପାଳିନି ସୃଜିନି ସଂହାରି। ପାଳିନି ହେଲେ କିଏ? ନା ବିଷ୍ଣୁଙ୍କର ଶକ୍ତି ଜାନେ ତିନି ନାରୀକି ବାନ୍ଧିଛି ବିଷ୍ଣୁଙ୍କର ଶକ୍ତି କି ବାନ୍ଧିଛି। ସୃଜିନି ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ତାକୁ ମଧ୍ୟ ବାନ୍ଧିଛି। ସେତିକି ନୁହେଁ ସଂହାରି ସଂହାରି କିଏ? ମହାଦେବଙ୍କର ଶକ୍ତି। ଏ ତିନି ନାରୀକି ବାନ୍ଧି ଦେଇଛି ମନ୍ତ୍ର ବଳରେ ଆହୁତି ଦବ ଯଜ୍ଞ କୁଣ୍ଡରେ। ବ୍ରହ୍ମା ବିଷ୍ଣୁ ମହେଶ୍ୱର ମା ଅଚେତ ଅବସ୍ଥାରେ ପଡ଼ିଛନ୍ତି ଅମରପୁରରେ ଦେବପୁରରେ ସଭା ଚାଲିଛି ଇନ୍ଦ୍ର ସଭା। ଏ ତ୍ରିଶକ୍ତି ଯଦି ଉଦ୍ଧାର ନ ହେବେ ଇଏ ବାବାଜୀ ଯଦି ଆହୁତି ଦେଇଦିଏ ସର୍ବଶ୍ରେଷ୍ଠ ଦେବତା ଭାବରେ ସିଏ ଅଗ୍ନି ପୂଜା ପାଇବ। କେହି ଆଉ ଦେବତା ମାନଙ୍କୁ ପଚାରିବେ ଇଏ ତାକୁ ଉଦ୍ଧାର କରିବ ତ୍ରିଶକ୍ତି। ଦେବସଭାରେ ଇନ୍ଦ୍ର ପଚାରିଲେ ଅଗ୍ନି ଦେବତା ତୁମେ ଯାଇ ତ୍ରିଶକ୍ତିକୁ ଉଦ୍ଧାର କରିପାରିବ? ଅଗ୍ନି ଦେବତା କହିଲେ ମତେ ପଚାରୁଛୁ ଯିଏ ଯେଉଁ ଶକ୍ତି କି ତ୍ରିଶକ୍ତି କି ଯିଏ ମନ୍ତ୍ର ବଳରେ ବାନ୍ଧି ପାରିଛି ମୁଁ ଗଲେ ମତେ ତା ଅଗ୍ନି କୁଣ୍ଡରେ ସିଏ ନିର୍ବାସିତ କରିବ। ମତେ ତା ଅଗ୍ନି କୁଣ୍ଡ ଭିତରେ ରଖିଦବ ମୁଁ ଯାଇପାରିବିନି ଅଗ୍ନି ମନା କଲେ। ବର୍ଣ୍ଣ ତୁମେ ଯିବ? ବର୍ଣ୍ଣ କହିଲେ ନାଇଁ ର ମୁଁ ଯଦି ଯିବି ସେ କମଣ୍ଡଳ ଭିତରେ ପୁରେଇକି ମତେ ରଖିଦବ ମୁଁ ଯାଇପାରିବି ନାହିଁ। ଆଚ୍ଛା ଯମ ତମେ ଯିବ? ଯମ କହିଲା ମୁଁ ବି ଯାଇପାରିବି। ସମସ୍ତେ ଯେତେବେଳେ ମନା କରିଦେଇଛନ୍ତି ଇନ୍ଦ୍ରଦେବ ବସିଛନ୍ତି ଚିନ୍ତା ମଗ୍ନରେ ଏ ତ୍ରିଶକ୍ତିକୁ ଆଜି ଯଦି ଉଦ୍ଧାର କରାନଯାଏ ନିଶ୍ଚିତ ଭାବରେ ସେ ବାବାଜୀ ଏ ତ୍ରିଭୁବନର ମାଲିକ ହେବ। ଏ ଦେବକୁଳ ଧ୍ୱଂସ ପାଇଯିବ। କଣ କରିବି? ଠିକ ଏହି ସମୟରେ ଦେବସଭାରେ ମା ଗୋଟିଏ ବାଳକ 12 ବର୍ଷର ପୁଅଟିଏ ପ୍ରବେଶ କଲା ଏ ଦେବସଭା। ସେ ଗୋଟିଏ ପରେ ମହାଦେବଙ୍କର ପୁତ୍ର ଗଜାନନ ବା ଗଣେଶ ମହାପ୍ରଭୁ ଯେତେବେଳେ ପ୍ରବେଶ କଲେ ଦେବତା ମାନଙ୍କୁ ଅନୁମତି ମାଗିଲେ କହିଲେ ହେ ଦେବତା ମାନେ ଆପଣ ମାନଙ୍କର ଯଦି ଆଦେଶ ହବ ମୁଁ ଯିବି ତ୍ରିଶକ୍ତିକୁ ଉଦ୍ଧାର କରିବି। ହସିଲା ଦେବତା ମାନେ ସର୍ବଦେବତା ମାନେ କହିଲେ କାଲି ସକାଳ ଛୁଆଟା ଗାଲ ଚିପି ଦେଲେ କ୍ଷୀର ବାହାରି ପଡିବ। ଆମେ ଏଡେ ଏଡେ ଦେବତା ଥାଉ ଥାଉ ଉଦ୍ଧାର କରିପାରିଲୁନି। ଇଏ ଛୁଆଟା କହୁଛି ମୁଁ ଯିବି ଉଦ୍ଧାର କରିବା ପାଇଁ। ଗଣେଶଙ୍କୁ ଟିକେ ଦୁଃଖ ଲାଗିଲା, କଷ୍ଟ ଲାଗିଲା। ଦେବତା ମାନେ
କଣ ମତେ ଭାବିଲ ଠିକ ଅଛି ମୁଁ ଛୁଆଟା ମୁଁ ମାନୁଛି କାହିଁକି ନା ତୁମ ମାନଙ୍କ ତୁଲ୍ୟ ମୁଁ କେବେ ହୋଇପାରିବିନି ନା ନା ମୋ ଛୁଆଟା ହେଲେ କେତେଟା ମନେ ପକେଇ ଦଉଛି ଟିକେ ମତେ ଉତ୍ତରଟା ଦେବ କହିଲେ କିଏ ଗଜାନନ କହିଲେ କଣ କହିଲେ କହିଲେ ସତ୍ୟ ଯୁଗେ ଧ୍ରୁବ ବୋଲି ଇଏ କହି କୁମାର ସତ୍ୟ ଯୁଗରେ ଧ୍ରୁବ ଛୋଟିଆ ପିଲାଟା ପିତୃପୁରୁଷକୁ ନେଇକି ଧ୍ରୁବ ମଣ୍ଡଳ ଆଉ ତାକୁ କଣ ସେ ଧ୍ରୁବକୁ ଛୋଟିଆ କହିପାରିବ ସେତିକି ନୁହେଁ ପ୍ରହ୍ଲାଦ ବୋଲି ଏକ ଟିକି ପିଲା ଥିଲା ପ୍ରହ୍ଲାଦ ବୋଲି ଗୋଟିଏ ଛୋଟିଆ ପିଲା ଥିଲା ସିଏ ପୁଣି ଆସିକି ଇନ୍ଦ୍ର ସେତିକି ନେଇଥିଲା ତାକୁ ମାନିଲ ତମେ ଇନ୍ଦ୍ର ବୋଲି ସିଏ ଛୋଟିଆ ପିଲା ମତେ କଣ ପରିହାସ କରୁଛ ଆପଣ ମାନେ କଣ ଗାୟକ କେଶରୀ ଗୋଟେ ପଦ କହିଲେ ଗଣେଶ କହୁଛନ୍ତି ହୋଇଥାଉ ପଛେ ମର୍ଯ୍ୟ କରିବର ଇଏ ଅଙ୍କୁଶରେ ହୁଏ କହିଲେ ଏ ପୃଥିବୀ ପୃଷ୍ଠରେ ଗୋଟିଏ ସବୁଠାରୁ ବଡ଼ ଜୀବ ଅଛି ତାଠାରୁ ବଡ଼ ମାନେ କେହି ନାହାନ୍ତି କି ତାଠାରୁ ଉଜ୍ଜଳ ଭଲା କେହି ନାହାନ୍ତି ସେ ଜୀବଟା କିଏ ଜାଣିଛ ଦେବତା ମାନେ ଶୁଣ ରଥ ସମାନ କିଏ ଦେବତା ମାନେ ଶୁଣ ସେ ମର୍ତ୍ତ୍ୟରେ ସେ ବଡ଼ ଜୀବଟା ହଉଛି ପରିଅର୍ଥ ଆଜ୍ଞା ହସ୍ତି ହୋଇଥାଉ ପଛେ ମର୍ତ୍ତ୍ୟ କରିବର ଅଙ୍କୁଶରେ ହୁଏ ବର୍ଷ ସେ ବଡ଼ ଜୀବଟା ହଉଛି ହାତୀ ଏତେ ବଡ଼ ଜୀବ ତାକୁ ପୁଣି ଗୋଟେ 3 ହାତ ଚାଖେଣ୍ଡିକିଆ ମଣିଷ ଓଜନ କଲେ 40-50 କିଲୋ ହବ କି ନାହିଁ ତା ଉପରେ ରହୁଛି ସେ ଯାହା କହୁଛି ସେ ବଡ଼ ଜୀବଟା ସେଇଆ କହୁଛି ସେଠି ତ କାହିଁ ସେ ଛୋଟ ବୋଲି ତ ସେ ହାତୀ ଭାବୁନି ତେଣୁ କାହାକୁ ଛୋଟ ବୋଲି ଭାବନା ମହାପୁରୁଷ ଅଚ୍ୟୁତ କହିଲେ ଟିକି ଟିକି ବୋଲି ଯାହାକୁ କୁହନ୍ତି ତାଠାରୁ ବଡ଼ କିଏ ନାହିଁ ସାଙ୍ଗେ ସାଙ୍ଗେ ମଣିଷ ବାହାରିବେ ନା ଦେଖୁନାହାନ୍ତି ସାଙ୍ଗେ ସାଙ୍ଗେ ମଣିଷ ବାହାରିଲା ଆଉ ଦୁଃଖ ଗଜାନନ ଯେତେବେଳେ ଏତିକ କଥା କହିଛନ୍ତି ଏ ପୁଅ ଏ ଅସୁରୀ ମାନେ ସମସ୍ତେ ଚିନ୍ତା କଲେ ଆମେ ଯଦି ଏ ଦେବତା ମାନଙ୍କୁ ଅନାଇବା ଆମ ତ୍ରିଶକ୍ତି ବୁଡ଼ିଯିବେ ଆମେ ଖାର ହେଇଯିବା ନାଇଁ ନାଇଁ ଗୋଟିଏ କାମ କର ଇଏ ଛୋଟ ପିଲା ହେଲେ ମଧ୍ୟ ଇଏ ଉଦ୍ଧାର କରିପାରିବ ଦେବଶ୍ରୀ ମାନେ କଣ କଲେ ଗଜାନନରେ କେ ପାଣି ଯା সর্বসুরবালা মানে সর্বদেবী মানে গজানন বেকর নেই পারিজাত মারা তো পকাই দেবে শঙ্খ ধ্বনি সঙ্গে দিকে হুড়াহুড়ি পড়িব শঙ্খ ধ্বনি সঙ্গে হুড়াহুড়ি
আমি তো ফুলমালটা দর্শন করলাম, স্কুটি নেই বাড়ি গেল যেতে পারে